ସଚ୍ଚିଦାନନ୍ଦ ରାଉତରାୟଙ୍କ ଗଳ୍ପ ଅନ୍ଧାରୁଆ। ବେକରେ ହାଡ଼ ବାନ୍ଧିଲା, ଦାନ୍ତରେ ତୀରଣ ଦେଲା, ଜିଭ ଥାଉ ଥାଉ ଖନା ହୋଇ ପହିଲି ପ୍ରଧାନ ବାରଦୁଆର ଶୁଣ୍ଢି ପିଣ୍ଡା ବୁଲି ଖପରା ପତେଇଲା। କଳା ମିଚିମିଚି ଅନ୍ଧାର ମଝିରେ ତାର ଷଣ୍ଢା ଷଣ୍ଢା କାଳିଆ ବାହା ଦିଟାକୁ ଉପରକୁ ଟେକି ଗାଁ ମୁଣ୍ଡ ଦୋକାନ ପାଖରେ ବସି ପହିଲି ଗଁ ଗଁ ହୋଇ ସମସ୍ତଙ୍କୁ ମନ କଥା କହିବାକୁ ଚେଷ୍ଟା କରେ। ନାନା ଅବଲ୍ୟ କାଢ଼ି ଗରାକମାନଙ୍କ ଅଣ୍ଟାରୁ ପଇସାଏ ଅଧଲାଏ ଖସାଇବ ବୋଲି ବାହାରେ। କିଏ ଦିଏ, କିଏ ବା ମୁହଁ ମୋଡ଼ି ଚାଲିଯାଏ। ଅଧିକାଂଶ ତା ଆଡ଼ିକି ଦାନ୍ତ ଦିଧାଡ଼ି ଦେଖାଇ ଖିଁ ଖିଁ ହୋଇ ହସନ୍ତି, ଖତେଇ ହୁଅନ୍ତି। ପହିଲି ମାଟିରେ ଗଡ଼େ, ବାଳ ମୁକୁଳା କରି ହାତ ଠାରି କେତେ କ'ଣ କହେ। ସମସ୍ତେ କହନ୍ତି ପହିଜ କରୁଛି। ତାର କାଳିଆ ଦେହ, କୋତରା ନୁଗା, ଆବୁଡ଼ା ଖାବୁଡ଼ା ଓସାରିଆ ଛାତିଟା କଳା ରାତି ସାଙ୍ଗରେ ମିଶିଯାଇ ଜମା ବାରି ହୁଏ ନାହିଁ। ଅଝଟ ପିଲାଏ ମା'ଠୁ କ୍ଷୀର ନ ଖାଇଲେ ମା' ମାନେ ଭୟ ଦେଖାଇ କହନ୍ତି, ହେଇ ଏଇ ଅନ୍ଧାରିଆ ଆଇଲାଣି। ଗାଁ ମୁଣ୍ଡେ ବସି ଜିଭ ହାଲୁ ହାଲୁ କରୁଛି। ପହିଲି ପୁରସ୍ତମ ଯିବ। ବାଟରେ ସଞ୍ଜ ହୋଇଗଲେ ପାଖ ଗାଁରେ ରାତିକ ପାଇଁ ଥାକିଯାଏ। ଦିଅଁ ବୁଡ଼ିବା ଆଗରୁ କ'ଣ ଦିଟା ପାଟିରେ ପକାଇ ଦେଇ କାହା ପିଣ୍ଡାରେ କୁଟା ଗୋଛାଏ ପାରି ଚାରିକାତ ନମ୍ବେଇ ପଡ଼ିଯାଏ। ସେ ଯେଉଁ ଗାଁକୁ ଯାଏ ସେ ଗାଁରେ ଅନ୍ଧାରୁଆ ଆଇଛି ବୋଲି ଚାରିଆଡ଼େ ହୁରି ହକରା ପଡ଼ିଯାଏ। ତା ପଛରେ ଟୋକାଏ ତାଳି ମାରି ଗୋଡ଼ାନ୍ତି। ବୁଲା କୁକୁର ଗୁଡ଼ାକ ଘାଉ ଘାଉ ହୋଇ ତାକୁ ଖେଙ୍କାରି ମିଶନ୍ତି। ପୁଣି ସୁଁ ସୁଁ କରି ତା ଗୋଡ଼ ସନ୍ଧିରେ ପଶି ପରସ୍ତେ ତାକୁ ଶୁଙ୍ଘି ଯାଆନ୍ତି। ଅନ୍ଧାରୁଆ ଦିନଯାକ ବାଟ ଚାଲେ, ସଞ୍ଜ ବୁଡ଼େ ଭିକ ମାଗେ। ଅନ୍ଧାର ରାତି, ପେଟରେ ହେଲା ମାଇକିନା ପରି କଳା ମେଘର ତଳି ପେଟଟା ଓହଳି ପଡ଼ିଛି। ତାରି ଭିତରେ ଚଳନ୍ତା ଅନ୍ଧାର ପରି ବାଡ଼ି ଖଣ୍ଡେ ଧରି ଅନ୍ଧାରୁଆ ଚାଲେ। ବେଳେବେଳେ ଅନ୍ଧାରୁଆ ସ୍ୱପ୍ନ ଦେଖେ, ପାଚିଲା ଧାନ କ୍ଷେତରେ ନହଡ଼ା ମାରୁଛି। ଭେଣ୍ଡିଆ ଭେଣ୍ଡିଆ ଧାନ ଗଛର ଅସୁମାରୀ ସାରୁ ସିଆର ଭିତରେ ତମ୍ପସାପ, କଙ୍କଡ଼ା ବିଛା ଆଉ ତେଲୁଣି ପୋକଙ୍କ ମେଳା ବଇଛି। ଚାରିଆଡ଼େ ଆଇଁଷିଣିଆ ଗନ୍ଧ ପାଇ ମାଟିଆ ଚିଲଗୁଡ଼ାକ ଚେକି ଚେକି ହୋଇ ଉପରେ ଉଡ଼ୁଛନ୍ତି। ସେଇ ମେଘ ଅନ୍ଧାର ରାତିରେ ବିଲ ମଝିରେ ଗୋଟେ ବଡ଼ ଭାଡ଼ି ତିଆରି କରି ପହଲି ବିଲ ଜଗିଛି। ଧାନ ଗଛ ମୂଳେ କୁଢ଼ା ହୋଇଛି କୁଢ଼ କୁଢ଼ ଖତ। ଖତ ତ ନୁହଁ, ହାଡ଼। ପହିଲିର ହାଡ଼, ତା ସ୍ତ୍ରୀ ଗେଲି ବୋଉର ହାଡ଼। ପହିଲିର ମନେ ପଡ଼େ, କାଲମରା ଜାଡ଼ ଦିନେ କେମିତି ବଡ଼ି ଅନ୍ଧାରରୁ କେଉଟ ଘରର ଚୁଡ଼ା ପାହାର ନ ଶୁଭୁଣୁ ଗେଲି ବୋଉ ଥୁରୁ ଥୁରୁ ହୋଇ ଟାଙ୍ଗି, ଟୋକର, ତୋଟା, ପାଟ ବୁଲି ବୁଲି ଗାଣ୍ଡୁଆକୁ ଗାଣ୍ଡୁଆ ଗୋବର ବୋହି ଆଣି ବାଡ଼ିପଟ ଖତଗଦାରେ ଜମା କରେ। ଆଉ ପହଲି ନିଜ ନହୁକୁ ପାଣି କରି ସେଇ ଖତକୁ କୁଟି ଓଦର ଓଦର କରି ନିଜ ବିଲରେ ଜମା କରି ଦେଇ ଆସେ। ଖାଲି ସେତିକି ନୁହେଁ, ପଥର ପରି ଟାଣ ବିଲ ମାଟିରେ ନଙ୍ଗଳ କଣ୍ଟି ଧରି ହଳ କଲାବେଳେ ଯେ କି କଷ୍ଟ, ତା ମନେ ପଡ଼ିଲା ବେଳେ ପହଲିର ହାଡ଼ ଭିତର କ'ଣ ହୋଇଯାଏ। ତାଳୁ ଉପରେ ନିଆଁ ପିଣ୍ଡୁଳା ପରି ସୂର୍ଯ୍ୟ, ତଳେ ତତଲା ମାଟି, ଗୋଡ଼ ଦିଟା ସିଝିଯାଇ ପରସ୍ତକୁ ପରସ୍ତ ଚମ ଛାଡ଼ି ଯାଇଛି। ପହଲିର ଏତେ ହାଡ଼ଭଙ୍ଗା ରକ୍ତମିଶା ମିହନ୍ତକୁ ସାର୍ଥକ କରି ଯେଉଁଦିନ ପାଚିଲା କ୍ଷେତର ଅସୁମାରୀ ଧାନ ଗଛ ଗହଳରେ ମାଇ ପବନର ଲୁଚକାଳି ଖେଳ ନାଗିଲା, ସେଦିନ ପହଲି ଜୀବନର ଏକ ମଉଛବ। ସେ ସବୁ ଭୁଲି ଅନାଇ ରହିଲା ସେଇ ଦରପାଚିଲା କିଆରି ଆଡ଼କୁ। ତାପରେ ଦିନେ ପହଲି ଭାବିଲା, କିଟିମିଟି ଅନ୍ଧାର, ମଗୁସୁର ମାସ ହିମାଳ ପବନ କଲିଜା ଭିତର ଥରାଇ ଦେଇ ଯାଉଛି। ପହଲି ଭାଡ଼ି ଉପରେ ହେଁସ ଖଣ୍ଡେ ଘୋଡ଼ି ହେଇ ପେଟେଇ ପଡ଼ି ଶୋଇ ବଟୁଆରୁ ଚୂନପତ୍ର ଟିକିଏ ଆଣି ନେଡ଼ିରେ ଦଳୁଛି। ବିଲ ଭିତରେ ଚାବୁରୁ ଚାବୁରୁ ଶବ୍ଦ ଶୁଣାଗଲା। ପାଣି କାଦୁଅରେ ଧାନ ଗଛ ଗୁଡ଼ାକ ଚକଟି ଦେଇ ଗୋଟାଏ କିଏ ଚାରିଆଡ଼ ମନ୍ଥି ଦେଇ ଯାଉଛି। ପହଲି ଭାବିଲା, ବାରହା କି ଭାଲୁ ହେବ ପରା। ସେ ରାଗରେ ଖଣ୍ଡେ ମୂଳି ବାଉଁଶ ଧରି ଉଠିଲା। ଧାନ ଗଛର କାଳିଆ ଛାଇ ଚିରି ପାଣି ସିଆର ଗୁଡ଼ାକ ଚିକ୍ ଚିକ୍ ଦୁଉଛି। ବହଳିଆ ମେଘ ଅନ୍ଧାର ଭିତରେ ପହଲି ଆଖିରେ ପଡ଼ିଲା ଗୋଟାଏ ମସ୍ତ ବଡ଼ କାଳିଆ ଜନ୍ତୁ। ପହଲି ତା ପଛେ ପଛେ ଗୋଡ଼ାଇଲା, ମାତ୍ର ସେ କାଳିଆ ଛାଇଟା ଧାନ ଗଛ ଗୁଡ଼ାକ କୁଟି ଚକଟି ଦୌଡ଼ି ଦୌଡ଼ି ଏଣେ ତେଣେ ପଳାଇଲା। ଗୋଟିଏ ଧାନ ଗଛ ନଷ୍ଟ ହୋଇଯିବା ସଙ୍ଗେ ସଙ୍ଗେ ପହିଲି ଦେହରୁ ପୋଷେ ରକ୍ତ ଶୁଖି ଯାଉଥିଲା। ଆଗରେ ଗୋଟାଏ ଖାଲ, ଜନ୍ତୁଟା ଆଉ ଯାଇପାରିଲା ନାହିଁ। ମୁହଁ ବୁଲାଇ ପଛକୁ ଫେରି ଆଇଲା। ପହଲିର ବାଉଁଶ ଠେଙ୍ଗା ଦୁମ୍ କରି ଯାଇ ବାଜିଲା ତା ତାଳୁରେ, ଠିକ୍ ତା ତାଳୁ ଉପରେ। ପହଲି ବିଜୁଳି ଆଲୁଅରେ ଦେଖିପାରିଲା, ଦିଟା ବଡ଼ ବଡ଼ ମୁନିଆ ଶିଙ୍ଗ କେନା ମେଲାଇ ଉପରକୁ ବାହାରିଛି। ନାକ ଟେକି ଫଁ ଫଁ ନିଶ୍ୱାସ ଛାଡ଼ି ଜନ୍ତୁଟା ପଳେଇଲା କାଇ କାଛିଆ ହୋଇ ଏକ ମୁହଁରେ। ପହଲି ଶୁଣିପାରିଲା, କିଛି ଦୂର ଯାଇ ସେଇଟା ଗୋଟାଏ କଣ୍ଟା ବୁଦାରେ ଭୁସ୍ କିନା ପଡ଼ିଗଲା। ଆଉ ପଙ୍କ କାଦୁଅ ଭିତରୁ ଉଠି ପାରିଲା ନାହିଁ ଜମା। ପହଲି ଭାଡ଼ିକି ଫେରିଆସି ନିଶ୍ଚିନ୍ତରେ ଶୋଇଲା। ସେ ରାତିରେ ଶୋଇ ଶୋଇ ସ୍ୱପ୍ନ ଦେଖିଲା, ଗୋଟାଏ ମସ୍ତ ବଡ଼ କାଳିଆ କଙ୍କାଳ, ଚାରିପଟେ ତାର କାଉ ବେଢ଼ିଛନ୍ତି। ଗୋଟାଏ ଭୋକିଲା ଶାଗୁଣା ସେଇ ମଢ଼ର ନାହିଁ ମୁଣ୍ଡା ଭିତରେ ଥଣ୍ଟ ପୂରାଇ ଦେଇଛି। ସେଇ ମଢ଼ର ଚାରିଟା ଯାକ ଖୁରାକୁ କିଏ ହାଣି ଦେଇଛି, କୁରାଢ଼ିରେ ଚୋଟ ଚୋଟ କରି। ପୁରୋହିତେ ପୋଥି ଦେଖି କରି କହିଲେ, 3 ପାଦ ଦୋଷ ନାଗିଛି। ପୁରସ୍ତମ ଯାଇ ମୁକ୍ତି ମଣ୍ଡପରେ ପ୍ରାୟଶ୍ଚିତ ନ କଲେ ଏ ପାତକ ଛାଡ଼ିବ ନାହିଁ। ପ୍ରାୟଶ୍ଚିତ ନ ହେବା ଯାଏ ଦାନ୍ତରେ ତୀରଣ ଦେବ, କଥା କହିବ ନାହିଁ। ଗାଁ ଯାକ ଫୁସ୍ଫୁସ୍ ହେଲେ, ପହିଲି ହାଡ଼ ବାନ୍ଧିବ, ଗୋରୁ ମାରିଛି। ସେଦିନର ପହଲି ଆଉ ଆଜିର ଅନ୍ଧାରୁଆ କେତେ ତଫାତ୍। ପହଲି ଭାବେ, ସେଦିନ ପଦ୍ମପୁରାଣ ପଢ଼ି ପୁରୋହିତ ନିଧି ମିଶ୍ରେ ତାକୁ କ'ଣ କହିଥିଲେ। ଭୟରେ ମୁହଁଟା ତାର ଚୋତରା ପଡ଼ିଯାଏ। ତା ଆଖି ଆଗରେ ନାଚିଯାଏ ଗୋଟାଏ ମସ୍ତ ବଡ଼ ଜଳନ୍ତା ଚୁଲି।
बड़ बड़ हंडारे तेल कड़कड़ होई फुटुची। से एपटकू सेपटकू चाहे थरी उठे। पुणी ता आखि आगरे नाची जाती दुईटा मईंसी मुहां जमदूत। सेदिन तांकरी चित्र ताकू पुरोहिते आपणे दयाकरी पुराणरू बाहर करी मिंजी मिंजी दीप आलुअरे देखाई देइथिले। तार से 3 रंगिया चित्रपटटा मने पड़े। केड़े केड़े आखि, किमिति सिंग, हाथ दीटा किमिति मुनिया मुनिया। से डरुआ पिलांक परी दिनरे बिली बिलाई उठे। आइला आइला हे आइला। दिने दिने बाट चालू चालू निछाटिया दीपहरे से थक्का होई गोटिए गछ मूलरे बसी पड़े। चारिआड सुनसान खाँ खाँ करुथाए। तार मने पड़े तल गाँ रामा गौड़ कथा। गोरु मारी नुचेइथिला किंतु मल्ला बेलकू जिभरे घा हेइगला। पोकोमाछी हेला। नांगुड़ा पोको पाटिरे सालुबालु होई चालिले। केते गुहमूत रक्तपूज होई से घांटी चकटी हेला। तेबे कौन तार प्राण गला? शेषरे साही लोके पचारिले, किरे रामा कौन करिचु कहिदे, नहेले सजरे कौन प्राण जीव? रामा मानिगला। गोरु मारिथिबा कथा कहिदेबा मात्रे तार हिक्का उठिला। 3 थर गोरुंक परी हंबाळी छाड़ी ताठू प्राणवायु उड़ीगला। पहली आउ भाबी पारे नाही। ताकू शुणा जाए गोटे मारणा गोरु जेमिति दूररू हेंटेरा छाड़ुछि। से भୟରେ गछटाकू कुंढाई धरे। दिनरे हुए तो गोटिए 2टा गाई चरुथांती। धड़ा कला कसरा बाछुरी गुड़िक चिरा मारी तांको चारिपाखे नाचुचंती। पहलीर मने हुए सेमाने जेमिति ताकू सिंग उंचेई मारिबाकू आसुचंती। से बाड़ी खंडक धरी छिड़ा हुए। भयत्रस्त आखिरे इयाड़िकी सियाड़िकी चाहे। दिने दिने रातिरे पहली सपन देखे गोटाए मल्ला कालिया गोरु पेट फुलेई तांको अगणारे शोइछि। ता पेट भितरे गोटाए कौला बाछुरी। गेली बोउ चौरा मूले बसी तुन्नी होई कांदुछि। आउ तार मल्ला पिला गेलीटा पुणी बंचिलाणी। से बा बा बोली चारिआडे ताकू खोजी बुलुछि। पहलीर निद चाऊ किना भांगी जाए। से उठी बसे। दूररू जना जाए जेमिति सं सं होई गोटाए कौन चरुछि। दिने दिने बाट चालू चालू हठात पहली थक्का मारी छिड़ा होई जाए। तार मने हुए पछरु ताकू जेमिति किए डाकुछि। गोजिया गोजिया सिंग, हातरे गोटाए बाघुआ पाशपका दौड़ी। तार मने पड़ी जाए रामा गौड़ मुह, रक्तपूज लांगुड़िया पोक। किंतु मनकू मन बुझाई से पुणी बाट चले। 100 थर ठाकुरंक ना सुमरणा करे। पुरी बड़दाण्ड शह शह कुष्ठरोगींक मेଳରେ पहली बसी खपरा खंडिक पताई भिक मागुछि। बड़ देउଳ उपरे बड़ ठाकुरंक 3 सोरुआ नेत उड़ुछि। पहली एका राहाके सेही आड़िकी अनाई रहे। ता मनरे पुरी बड़दाण्ड छुईबा दिनु टिके साहस आसीगलाणी। से आउ पूर्वपरी बिली बिलेई उठुनाही कि ठियारे भयंकर स्वप्न देखि चमकी पड़ुनाही। पाखरे शोइथिबा कुष्ठ रोगिणीटा हुए तो पचारे, आउ केते दिन तू हाड़ बांधिबु मौसा? पहली हाथ आंगुठी गणी ठारी दिए आउ 7 दिन। 7 दिन परे पहली गाँ को फेरी आइला। से गेली बोउर रस खड़ू बासन कुसन बिकी टंका 5टा अंटारे खुशी पुरस्तम जाइथिला। घर जाकर सबु दरब बिकी से पुरस्तमरे पातक छड़ाई जाइछि। मासे 21 दिन पुरिला दिन से पंचगव्य होई ब्राह्मण भोजन कराई मुक्ति मंडपर गोसाई महापुरुष मानंकु किछि किछि अंटा खोसा देई सेमानंक पाद धूली आउ आशीर्वाद नै घर को फेरी आइला। आइला बेले गेली बोउ पाई महार्ध कोडुआए आउ सुखिला निर्माल्य केते मूर्ति मध्य आनिबाकू भूली नथिला। घर फेराणी पहलीर पाद तळे लागू नथिला। ता मनटा खाली खुशीबासीरे उछुली उठुथिला। माई संजर कौल अंधार गाँ उपरे तार पतला खंडुआ घोड़ेई देई थाए। गाँ मुंड माहाल गछ उपरे महुमाछी मानंकर संज सभा बसी थाए। गेली बोउ तार भोकिला मुह उपरे नुगापणत ढांकी देई वृंदावतींक पाखरे संजवतीटी रखी दंडवत हेबा बेलकू पछरु पहली डाकिला, घर द्वार सबु भल अछि तो गेली बोउ? गेली बोउ जहा जवाब देला सेथिरे पहलीर हालुक सुखीगला। तार घर फेरंता खुशीबासी आखि पिछुड़ाके कुआड़े उभेई गला। घरे 15 दिन हेब चाउर नाही। मांडिया तक छेरी खाई गले। 3 दिन तरे जेउ शीतदिनिया अकार झड़ी हेइथिला सेथिरे हांडीसार घर कांथटा भुसुड़ी पड़िछि। आउ भाग बिलरू जेउ धान तक अमर होइथिला ताकू जमीदार सान्ते से पुरस्तम जाइथिबा बेले आगत सालर बाकी खंजणा बाबदकू जबत करि नेइछंती। गत सालर खंजणा मासक भितरे नदेले पुणी घर द्वार कोरख करिवे बोली धमक देइछंती। मुंडरे हाथ देई पहली सबु कथा शुणिला, किछि कहिला नाही। से रातिटा पुरीरू आनिथिबा महार्द खाई दुई प्राणींकर एक रकम कटिगला। सखाळू पहली देखिला चुलीकू हांडी जिबाकू चाउल नाही। पनीपरिबा तो दूरर कथा, हांडीशाଳ घरे कांथ भुसिड़ी पड़ी माटी गदा होइछि। गोटाए कणरे गोटाए मस्त बड़ ओई हुंका मुंड टेकी छिड़ा हेलाणी। हांडी कुंढेई होई जहा खंडे दिखंड थिला ताहा कांथरू माटी खसी चुनचान होई जाइछि। घर भितरे खपरा खंडी खंडी हेउछि। पहली 2 मास काल पड़िया होई पुरस्तमरे बसिथिला। घरे फटा पाहुलाटाई भी नाही। बंधा छंदा बा बिका किणा करिबा पई जहा भंगा ददरा होई 2 खंड जिनिसपत्र थिला से सबु तो पहली बिकी भांगी पुरीरू गो हत्या पातक छड़ाई जाइछि। बाकी अछि कौन जे सेथिकी आज से हाथ बढ़ेइबो। माइप हाथरे खाली संख्या पटिए पटिए दिनकू दिन बेसी हुगुरा ही जाउछि। सकाळू पहली को देखी गाँ ब्राह्मणे धाइले। भोजनी देबाकू हेबो।
ବ୍ରାହ୍ମଣ ଶୁଦ୍ଧ ନ କଲେ କୁଆଡ଼େ ପାତକ ଛାଡ଼ିବ ନାହିଁ। ଜମିଦାରଙ୍କ ପିଆଦା ଆସି ଘରେ ବସିଲା। ଗତ ସାଲର ଖଞ୍ଜଣା ପରିଶୋଧ ନ କଲେ ସାଆନ୍ତେ ମକଦ୍ଦମା କରିବେ। ଜାତି ଭାଇ ଧରି ବସିଲେ ଜାତି ଭାତ ଦେଇ ଶୁଦ୍ଧ ହେବାକୁ ପଡ଼ିବ। ପହଲି ମୂଲ ଲାଗିବାକୁ ବାହାରିଲା। ମାତ୍ର ପୁଷ ମାସ, ଧାନ କଟା ପରେ ପାଇଟି କାହୁଁ ଜୁଟିବ। ତା ଛଡ଼ା ପହଲି ଲକ୍ଷ୍ୟ କଲା ଯେ ଗାଁ ଲୋକେ ତାକୁ ଦେଖି ଆଜିକାଲି କେମିତି ନାକ ଟାଉଁ ଟାଉଁ କରୁଛନ୍ତି। ଜଣେ ସେଦିନ ତାକୁ ବଡ଼ ପାଟିରେ ଶୁଣାଇ ଦେଲା, ଗୋରୁ ମରାଟାକୁ ଛୁଇଁଲେ ଛୁଆଁ ନାଗିବ। ପହଲି ସେଇଦିନୁ ଆଡ଼ଛଡ଼ା ହୋଇ ରହୁଛି। କାହାରି ସାଥିରେ ବଳେ ପଶି ମିଳାମିଶା କରୁନାହିଁ। ଜାତିଆଣ ଭାତ ଦେଇ ନ ପାରିବାରୁ ପହଲି ଅଜାତିଆ ହେଲା। ସବୁଆଡ଼ୁ ବାସନ୍ଦ। ବ୍ରାହ୍ମଣ ଗୋସାଇଁମାନେ ଅଡ଼ି ବସିଲେ। ଧୋବା ଭଣ୍ଡାରୀ ନିଆଁ ପାଣି ସବୁ ମନା ହୋଇଗଲା। ପହଲି ଏକ ଘରିକିଆ ହୋଇ ରହିଲା। ପହିଲିର ଶାଳ ଗଜା ପରି ଦେହଟା ଚାହୁଁ ଚାହୁଁ ଆସି କଣ୍ଟା ହୋଇଗଲାଣି। ଗେଲି ବୋଉକୁ ଫୁଙ୍କି ଦେଲେ ପଡ଼ିଯିବ। ଖାଲି ହାଡ଼ ଦିଖଣ୍ଡ ଦେଖାଯାଉଛି। ସେ ସ୍ତ୍ରୀକୁ ବାପ ଘରକୁ ପଠାଇ ଦେଲା। ପହଲିର ଦିନେ ଚୁଲି ଜଳିଲେ 2 ଦିନ ଖାଡ଼ା ଉପାସ। ଦୋକାନୀ ଧୋବି ସାହୁ କାଢ଼ିଆ ଦେବାକୁ ନାଇଁ କରିଦେଲାଣି। ପହଲିକୁ ବୁଦ୍ଧି ଦିଶୁନାହିଁ। ଦୁଃଖ ଅଭାବ ହିନି ଛାକରା ସହି ସହି ପହିଲିର ମୁଣ୍ଡ ଖରାପ ହୋଇଗଲାଣି। ସେ ପୁରସ୍ତମ କ୍ଷେତ୍ରରେ ଏତେ ଟଙ୍କା ପଇସା ଖର୍ଚ୍ଚ କରି ମନର ଯେଉଁ କଳାଦାଗଟାକୁ ନିଭାଇ ଦେଇ ଆସିଥିଲା, ତାହା ପୁଣି ଗହିଡ଼ିଆ ହୋଇ ମନ ଭିତରେ ତାର ଗାର କାଟିଲାଣି। ଆଗପରି ପୁଣି ସେହି ଭୟଙ୍କର ସ୍ୱପ୍ନ ତାକୁ ବେଳେବେଳେ ପାଗଳ କରି ପକାଉଛି। ସେ ବେଳେବେଳେ ଚମକି ଉଠୁଛି। ତାର ମନେ ହେଉଛି ଗୋଟାଏ କ'ଣ କାଳିଆ ହେଇ ତା ଚାରିପଟେ ଚରି ବୁଲୁଛି। ସେ ରାତିରେ ସ୍ୱପ୍ନ ଦେଖୁଛି ଗୋଟାଏ ମାରଣା ବଳଦ ତାକୁ ଯେପରି ସିଂହରେ ଭୁସି ଦେବା ନାଗି ନାଞ୍ଜ ଠିଆ କରି ଧାଇଁ ଆଉଛି। ସେ ସପନରେ ବିଳେଇ ଉଠୁଛି, ହେଇ ଆଇଲା, ଭୁସିଦବ, ପଳାଅ ପଳାଅ। ପହଲିର ସବୁ ଯାଇ ବାକି ଯାହା ଥିଲା ସେଇ ଭଙ୍ଗା ଘର ଖଣ୍ଡକ ମଧ୍ୟ ଶେଷରେ ଖଞ୍ଜଣା ଦେଇ ନ ପାରିବାରୁ ନିଲାମ ହୋଇଗଲା। ତାର ଏତେ ବଡ଼ ଦୁନିଆରେ ମୁଣ୍ଡ ଗୁଞ୍ଜିବାକୁ ବାଡ଼ି ଗୋବରେ ଗୋବେ ହେଲେ ଥାନ ରହିଲା ନାହିଁ। ଘର ଖଣ୍ଡକ ନିଲାମ ହେଲା ବେଳେ ପହିଲି ବକବକ ହୋଇ ଅନାଇ ରହିଲା। ତା ପାଟିରେ ଉଁ କି ଚୁଁ କଥା ଫିଟୁ ନଥିଲା। ତାକୁ ଯେତେବେଳେ ଜଣାଇ ଦିଆଗଲା ଯେ ଏଣିକି ଆଉ ସେ ଘରେ ରହିପାରିବ ନାହିଁ, ସେତେବେଳେ ସେ ଚୁପ୍ କରି ଉଠି ଠିଆ ହେଲା। ତାପରେ ଗୋଟାଏ ଶାବଳ ନେଇ ହାଣ୍ଡିଶାଳ ଘରୁ ତାର ଇଶାଣ ଦେବୀ ଆଉ ବାଡ଼ିପଟ କାନ୍ଥରୁ ତାର ମଲା ଝିଅ ଗେଲିର ଷଠିଘାତକୁ ତାଡ଼ି ନେଇ ଆସି ଧୀରେ ଧୀରେ ସେ ଘର ଛାଡ଼ି ପଦାକୁ ବାହାରିଗଲା। ସେଇ ଯେ ଗଲା ଆଉ ଥରେ ହେଲେ ଫେରି ଅନାଇଲା ନାହିଁ। ବାପ ଅଜା ଅମଳର ଘର ଖଣ୍ଡକ ଯିବା ପରେ ପହଲିର ମନର ଅବସ୍ଥା ଆହୁରି ଖରାପ ହୋଇଗଲା। ସେ ଏ ଓଳି ସେ ଓଳି ହୋଇ କୌଣସି ପ୍ରକାରେ ରାତି କଟାଇ ଦେବାକୁ ଲାଗିଲା। ଘର ମଝିରେ ଥିବା ଝଙ୍କା ସଜନା ଗଛଟି ପହିଲିର ଭାରି ପ୍ରିୟ। କୁଢ଼ କୁଢ଼ କରି ଅଇଁଠା ପାଉଁଶ ତା ମୂଳେ ଓଜାଡ଼ିଛି। ସେ ସଜନା ଗଛରେ ଛୁଇଁ କେରା କେରା ଫଳି ତଳେ ଝଡ଼ି ପଡ଼ୁଛି ପଛକେ ସେଥିରୁ ଗୋଟିଏ ତୋଳି ଆଣି ପଖାଳ ଖାଇବା ପାଇଁ ତା ହାତ ଯାଇ ନାହିଁ ସଜରେ। ତାରି ଛାଇରେ ବସି କେତେ ଜହ୍ନରାତି ସେ କଟାଇ ଦେଇଛି। ଦାଣ୍ଡରେ ଠିଆ ହୋଇ ଦିନେ ଦିନେ ପହଲି ସେଇ ଗଛଟା ଆଡ଼କୁ ଚାହେଁ। ମୂଳରେ ଟିକିଏ ଯାଇ ବସିବା ପାଇଁ ତାର ଭାରି ଇଚ୍ଛା ହୁଏ। କିନ୍ତୁ ସେ ଫେରିଆସେ। ସାଆନ୍ତ ଘରର ଜଗୁଆଳଟା ତାକୁ ଦେଖି ଥଟ୍ଟା କରି କହେ, କିବେ ଗୋରୁମରା ପହଲି। ପହଲିର ମନେ ପଡ଼େ ତା ଘରର ପଛ ପିଣ୍ଡା ତଳେ ବୁଦା ବୁଦା ହୋଇ କାନସିରି ଶାଗ ମାଡ଼ିଥିବ। କୂଅ ମୂଳେ ସେଇ ସଦାବିହାରୀ ଆଉ ଗୋଡ଼ିବାଣ ଗଛଗୁଡ଼ାକ ବୋଧହୁଏ ଫୁଲରେ ନେତି ହେଇ ଯାଇଥିବେ। ତା ମନଟାକେ କେମିତି ଟିକେ ଯାଇ ସେସବୁ ଗୁଡ଼ାକ ଥରେ ଆଖି ପୂରେଇ ଦେଖି ଆସନ୍ତା କି। ତା ଭଙ୍ଗା ଛାତି ଭିତରେ କୋହ ଉଠେ। ତା ମନଟା ଚୂନ ହୋଇ ଭାଙ୍ଗି ପଡ଼େ। ସେ ଚେଇଁ ଚେଇଁ କେତେ କ'ଣ ବିକଟାଳ ସ୍ୱପ୍ନ ଦେଖେ। ବାଉଳି ଚାଉଳି ହୁଏ। ତାର ମନେ ହୁଏ ସେ ଯେମିତି ୟା ଭିତରେ କେଉଁଦିନ ମରିଗଲାଣି। ଘର ନିଲାମ ହେବାର ମାସେ ଗୋଟାଏ ପରେ ସାହିବାଲା ଦିନେ କଥାବାର୍ତ୍ତା ହେଲେ ପହିଲି ପ୍ରଧାନ ପାଗଳ ହୋଇଗଲାଣି। ଗୁହମୁତ ସାଲୁବାଲୁ ହୋଇ ଏଣେ ତେଣେ ବୁଲୁଛି। ଆଉ ମଣିଷ ଦେଖିଲେ କହୁଛି, ହେ ଆଇଲା ଭୁସିଦବ, ହୁସିଆର। ପାହାଡ଼କୁ ଜାଳେଣୀ କାଠ ଗୋଟାଇବା ପାଇଁ କେତେଜଣ ବାଉରାଣୀ ଟୋକି ଯାଇଥିଲେ। ସେମାନେ ସଞ୍ଜବୁଡ଼େ ଧୋବି ସାହୁ ଦୋକାନ ମୁଣ୍ଡରେ କଥାଭାଷା ହେଉଥିଲେ। ପହଲି ପାହାଡ଼ ଉପରେ ବଇଛି, ଖାଲି ବଳଦଙ୍କ ପରି ବୋବାଳି ଛାଡ଼ୁଛି। ଆଉ କହୁଛି, ହେଇ ଆଇଲା, କେଡ଼େ କେଡ଼େ ସିଂହ ହେଇଛି, ଖାଲି ସଁ ସଁ ହେଉଛି। ମୁଁ ମରିଗଲି ସାନ୍ତେ। ସବୁ ଶୁଣି ଗମ୍ଭୀର ହୋଇ ନିଧିମିଶ୍ରେ କହିଲେ, ତା ପାପ ତାକୁ ଦେଖେଇବ ନାହିଁ ତ ଯିବ କୁଆଡ଼େ। ଶୁଦ୍ଧ ନହେଲେ କି ଗୋହତ୍ୟା ପାପ ଛାଡ଼େ। ଆମେ ଯେତେ କହିଲୁ ଆମ କଥା ଗନ୍ଧେଇଲା। ଟଙ୍କା 10ଟା ଖର୍ଚ୍ଚ କରି ବ୍ରାହ୍ମଣ ଭୋଜନଟା କରାଇ ଶୁଦ୍ଧ ହୋଇ ଯାଇଥିଲେ ଆଜି ସେ ସୁରୁଖୁରୁରେ ଝାଡ଼ିଝୁଡ଼ି ହୋଇ ବସିଥାନ୍ତା। ଧର୍ମ କ'ଣ କୁଆଡ଼େ ପଳାଇ ଯାଇଛି? ପରୀକ୍ଷିତ ବ୍ରହ୍ମା କହିଲେ, ଆଜିକାଲି ଶାସ୍ତ୍ର ପୁରାଣ କଥା କ'ଣ କିଏ ମାନୁଛନ୍ତି ମିଶ୍ରେ? ଦେଖୁନ ମଲାବେଳେ କେମିତି ଗୋରୁ ପରି ବୋବାଉଛି। ତାକୁ ଆସି କାଳ ପୁରିଲାଣି। ତା ପାପ ତା ଆଗେ ଆଗେ ଯାଉଛି ନା ଲୁଚୁଛି? ନିଛାଟିଆ ପାହାଡ଼ ଉପରେ ପହଲିର କଙ୍କାଳ। ଗୋଟାଏ ଭୟାନକ କଳ୍ପନାର ପ୍ରେତାତ୍ମା ତା ମନ ଉପରେ ନମ୍ବ ନମ୍ବ ଛାଇ ପକେଇ ମାଡ଼ି ବଇଛି। ସେଥିରୁ ତାର ଉଦ୍ଧାର କାହିଁ? ତା ସାଙ୍ଗରେ ଏକଜୁଟ ହେଉଛନ୍ତି ବହୁଦିନର ଭୋକ, ଉପାସ, ଅଭାବ, ଯନ୍ତ୍ରଣା ଆଉ ଅପମାନ। ସମସ୍ତେ ମିଳି ତା ମନଟାକୁ ଚୁନା ଚୁନା କରି ପେଶି ଦେବାକୁ ବଇଛନ୍ତି। ପହଲି ଦେଖୁଛି ତା ଆଗରେ ଘରଦ୍ୱାର, ସ୍ତ୍ରୀ ପରିବାର, ଜ୍ଞାତି କୁଟୁମ୍ବ କେହି ନାହାନ୍ତି। ଅଛି ଖାଲି ଗୋଟାଏ ଫାଙ୍କା ନିଶୁନ। ଆଉ ଅଛି ଗୋଟାଏ ମସ୍ତ ବଡ଼ ପୋଥି। ପୃଷ୍ଠାରେ ତାର ଲେଖା ହେଇଛି ବଡ଼ ବଡ଼ ଯମଦୂତଙ୍କ ଛବି। କଳା କଳା ଆଖି, ଗୋଜା ଗୋଜା ଶିଙ୍ଗ। ସେଇ ପୋଥିର ଅକ୍ଷର ଗୁଡ଼ାକ ଗୋଟାଏ ଗୋଟାଏ ଯେମିତି ଘୋରଣା ଚକି। ପହଲିର ମନେ ହୁଏ ସେ ଗୋରୁ ମାରି ନାହିଁ ଯେ ତା ନିଜ ବେକରେ ଛୁରୀ ବସେଇଛି। ପହଲିର ଅଚଳ ତାବଦା ମନଟା
ଆଉ ହଲଚଲ ହେଇପାରୁନାହିଁ। ସେ ତାକୁ ମାଡ଼ି ମାଡ଼ି ପଡ଼ୁଛି। ଚାରିଆଡ଼ ତାକୁ ଖାଲି ଖାଁ ଖାଁ ଜଣାପଡ଼ୁଛି। ବେତନଟିର ଘଞ୍ଚ ଅରମା ଭିତରୁ ଡାମରା କାଉଟା ଡାକିଯାଏ କା କା କା। ବଣ ନଟା ମୁଣ୍ଡିଆ ସମସ୍ତେ ଯେମିତି ଜିଅନ୍ତା ମଣିଷ ପରି ତୁହାଇ ତୁହାଇ ତା କାନ ଭିତରେ ଡାକିଯାଆନ୍ତି ଆ ଆ ଆ। ପହଲି ଦେଖିଲା ତଳ ଗାଁ ରାମା ଗଉଡ଼ର ମଡ଼ାଟା। ତା ମଲା ମୁହଁରେ ଟହ ଟହ ଉଛୁଳା ହସ। ଆଉ ଦୂରରେ କ'ଣ ଗୋଟାଏ ସଁ ସଁ ହୋଇ ଚରୁଛି। ପହଲି ଭୟରେ ଚିରଚିରେଇ ଉଠି ବେହୋସ ହୋଇ ତଳେ ଗୋଟାଏ ମୁନିଆ ପଥର ଉପରେ କଚାଡ଼ି ହୋଇ ପଡ଼ିଲା। ତହିଁଆର ଦିନ ପତର ଗୋଟାଏ ଟୋକିଏ ଯାଇ ଗାଁରେ ରାଷ୍ଟ୍ର କଲେ ପହଲି ସୁକୁ ସୁକୁ ହେଇ ଧକଉଛି। ଏଇନା କି ଆଉ ଟିକିଏ। ଛେଳି ଜଗୁଆଳି ନୋକା ଯାଇ ସାହି ମଝିରେ ହାତ ଗୋଡ଼ ହଲାଇ କହିଲା ଦିଟା ଯମଦୂତ ପହଲିକୁ ଜଗି ବଇଛନ୍ତି। ମୁହଁଗୁଡ଼ାକ ତାଙ୍କର ବଳଦ ପରି। ସେ ଧୋ ଧୋ କରିବାରୁ ସେମାନେ ପଳାଇଗଲେ। ଗାଁର 2-4 ଜଣ ଭେଣ୍ଡିଆ ଯାଇ ଦେଖି ଆଇଲେ ଗୋଟାଏ ପଥର ସନ୍ଧିରେ ମୁଣ୍ଡ ଗେଞ୍ଜି ପହଲି ପଡ଼ିଛି। ତା ଖପୁରିରୁ ଫାଳେ ଉଡ଼ିଯାଇ ଦହି ବାହାରି ପଡ଼ିଛି। ଖବର ପାଇ ସେଇ ରାତିରେ ଗେଲି ବୋଉ ଆଇଲା। ସେ ଗିରସ୍ତକୁ ଶୁଦ୍ଧିଅ କରି ଗୋରୁ ମରା ପାତକରୁ ଉଦ୍ଧାର କରିବା ନାଗି ବାପ ଘରୁ କିଛି ଟଙ୍କା ଧରି ଆଇଥିଲା। ସେହି ରାତିରେ ତାକୁ ଟିକିଏ ପହିଲି ପାଖକୁ ନେଇଯିବା ପାଇଁ ସେ କେତେ ଲୋକଙ୍କ ପାଖରେ ନେହି ନେହୁରା ହେଲା। ମାତ୍ର ଏତେ ବଡ଼ ଗାଁରେ ଜଣେ ହେଲେ କେହି ରାତି ଅଧରେ ମୁଣ୍ଡିଆ ଉପରକୁ ଯିବାକୁ ମଙ୍ଗିଲେ ନାହିଁ। ବଡ଼ି ସକାଳୁ ଗେଲି ବୋଉ ମୁଣ୍ଡିଆ ଉପରକୁ ଯାଇ ବାଉରାଣୀ ଟୋକିଙ୍କ ଠାରୁ ସନ୍ଧାନ ନେଇ ଦେଖିଲା ପହଲି ମରିଗଲାଣି। ପାଟିରୁ ଫେଣ ବାହାରି ପଡ଼ିଛି। ଆଖି ଖୋସି ହୋଇଯାଇଛି। କାନ ପାଖ ଖପୁରିରୁ ଫାଳେ କେନା କେନା ହୋଇ କୁଆଡ଼େ ଉଡ଼ି ଯାଇଛି। ତା ଆଖିରୁ ଲୁହ ମରିଯାଇଥିଲା। ସେ କେବଳ ବଲ ବଲ ହୋଇ ସେଇ ଆଡ଼ିକି ଅନାଇ ରହିଲା। ଅଣସୁଧିଆ ପହଲିର ମୁର୍ଦାର କେମିତି ଉଠିବ ଏ କଥା ନେଇ ଗାଁରେ ଭାରି ଯୁକ୍ତିତର୍କ ଚାଲିଥିଲା। ଗେଲି ବୋଉ ଗେରସ୍ତକୁ ଶୁଦ୍ଧିଅ କରିବା ପାଇଁ ବାପ ଘରୁ ଆଣିଥିବା 10ଟି ଟଙ୍କା ପଣତକାନିରୁ ଗାଁର ମୁରବୀମାନଙ୍କ ହାତକୁ ବଢ଼ାଇ ଦେଇ ନଅମ୍ବ ହୋଇ ସମସ୍ତଙ୍କ ଗୋଡ଼ ତଳେ ପଡ଼ିଗଲା। ବ୍ରାହ୍ମଣ ଗୋସେଇ ଆଉ ଜାତି ଭାଇମାନେ ଖୁସି ହୋଇ ପହଲିର ମୁର୍ଦାରକୁ ଆଶୀର୍ବାଦ କଲେ। କାହାଣୀ ଆପଣଙ୍କୁ ଯଦି ଭଲ ଲାଗିଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।